ଶ୍ରୀକୃଷ୍ଣ ଗୋକୁଳରୁ ଯେତେବେଳେ ମଥୁରାକୁ ଫେରିଲେ ସେତେବେଳେ ପିତା ବସୁଦେବ ଓ ମାତା ଦେବକୀଙ୍କୁ କାରାଗାରରୁ ମୁକ୍ତ କରିବା ପାଇଁ ଗଲେ। ପିତା ଦେବକୀ ପଚାରିଲେ, ଆପଣ ହେଉଛନ୍ତି ସ୍ୱୟଂ ଅବତାର, ଚାହିଁଥିଲେ ଆମକୁ ସେହି ମୁହୂର୍ତ୍ତରେ ମୁକ୍ତ କରିପାରିଥାନ୍ତେ। ଆପଣ 14 ବର୍ଷ ପରେ ଫେରିବାର କାରଣ କ'ଣ? ପ୍ରଭୁ, କୃଷ୍ଣ ହସି ଦେଇ କହିଲେ, ମାତା ଆପଣଙ୍କର କ'ଣ ମନେ ନାହିଁ? ଆପଣ ପରା ମୋତେ 14 ବର୍ଷ ବନବାସ ପଠାଇଥିଲେ। ମାତା ଦେବକୀ ଆଶ୍ଚର୍ଯ୍ୟ ହୋଇଗଲେ। କୃଷ୍ଣ କହିଲେ, ହଁ ମାତା, ଆପଣ ପୂର୍ବ ଜନ୍ମରେ ପିତା ଦଶରଥଙ୍କୁ କହି 14 ବର୍ଷ ବନବାସ ପଠାଇଥିଲେ। ଆପଣ ହେଉଛନ୍ତି ସେହି ମାତା କୈକେୟୀ। ମାତା କୌଶଲ୍ୟା ତାଙ୍କ ପୁତ୍ରଙ୍କୁ ଛୁରୀ 14 ବର୍ଷ କାଟିଥିଲେ। ପିତା ଦେବକୀ ପଚାରିଲେ, ତୁମର ମାତା କୌଶଲ୍ୟା କେଉଁଠି? କୃଷ୍ଣ ଉତ୍ତର ଦେଲେ, ଦଶରଥ ମାତା ହେଉଛନ୍ତି ମୋର କୌଶଲ୍ୟା ମାତା। ପୂର୍ବ ଜନ୍ମରେ 14 ବର୍ଷ ପୁତ୍ର ସୁଖରେ ବଞ୍ଚିତ ଥିଲେ, ସେଥିପାଇଁ ଆଜି 14 ବର୍ଷ ଆପଣଙ୍କ ପାଖରେ ଦୂରରେ ରହିଲି। ଆମେ ସମସ୍ତେ କଲା କର୍ମର ଫଳ ନିଶ୍ଚିନ୍ତ ଭୋଗିବା, ଏଥିରେ ସନ୍ଦେହ ନାହିଁ। ଏଥିରୁ କେହି ବଞ୍ଚିତ ହେବେ ନାହିଁ। ଜୟ ଶ୍ରୀକୃଷ୍ଣ।